মা ঝিও ভଉଣୀମାନେ ଆପଣମାନେ ବସିଛନ୍ତି ସମସ୍ତ ବାବୁମାନେ ଗରୁଡ଼ ଖମ୍ବ ତାହେଲେ କୋଉଠି ଥିଲା ଏଠିକି ଆଣିଲା କିଏ ଏତେ ଶକ୍ତି ଦେଲା କିଏ ଆପଣମାନେ କହିବେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଛନ୍ତି ଦେଉଳରେ ସେ କହିଦେଇଥିବେ ଯାରେ ଗରୁଡ଼ ଖମ୍ବ ଯିଏ ଯେତେ ପାପିଟେ ଆସିଥାଉ ତୋତେ ଗରୁଡ଼ ଖମ୍ବ ଟିକେ ଆଲିଙ୍ଗନ କରି ମୁଣ୍ଡିଆଟେ ମାରିଦେଲେ ତା ସବୁ ପାପକୁ ଦୂର କରିଦେବେ ଜଗନ୍ନାଥ ଶକ୍ତି ଦେଇଛନ୍ତି ପ୍ରଭୁ ଦେଇଥିବେ ଏ ବାବୁ ଜଗନ୍ନାଥ ରାମଚନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପାଖାପାଖି 700 ବର୍ଷ ଆମ ପୁରୀ ବଡ଼ ଦୌଳ ତିଆରି କରିଛନ୍ତି ରାମଚନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି 4 ଜଣ ରାଜା ବାବୁ ତିଆରି କରି କରି ଏ ବଡ଼ ଦୌଳକୁ ସମ୍ପୂର୍ଣ୍ଣ କରିଛନ୍ତି ହିସାବ କଲେ 700 ବର୍ଷ ପାଖାପାଖି ହବ ହେମର ସର୍ଜନ ଇଏ ତ 700 ବର୍ଷର ଦୌଳ ଗୋଟିଏ ଶ୍ଲୋକ ଗାଉଛି ଜଗନ୍ନାଥ 7000 ବର୍ଷ ପୂର୍ବରୁ ଗାୟକ ମହାସଂଘ ସାହିତ୍ୟ ଚର୍ଚ୍ଚାରେ ଏବଂ ଚକ୍ରାମେର ଉପଯୁକ୍ତ ଯୁକ୍ତିଯୁକ୍ତରେ ମୁଗ୍ଧ ହୋଇ ମା ବିଶ୍ୱତାରିଣୀ ଏସ୍ଏଚଜି ଗ୍ରୁପ ଏବଂ ମା ଅମ୍ବିକା ଗ୍ରୁପ 50-50 ଟଙ୍କା ପୁରସ୍କୃତ କରୁଛନ୍ତି ବାସନା ହଉଥିଲା ବାସନା ହଉଛି ପୁରସ୍କାର ପ୍ରଦାନ କରିଥିବା ମା ମାନଙ୍କର ବିଶ୍ୱତାରିଣୀ ଏସ୍ଏଚଜି ଗ୍ରୁପର ଆଉ ମା ଅମ୍ବିକା ଏସ୍ଏଚଜି ଗ୍ରୁପର ସମସ୍ତ ମା ନାରାୟଣଙ୍କ ଭଣ୍ଡାକୁ ଧାରଣ କରି ନାରାୟଣଙ୍କ ଦରବାରରେ ନାରାୟଣ ନାମ ଗାଇ ଯଦି କିଛି ପୁଣ୍ୟ କରିଥାଏ ହେ ମୋ ମା ମାନେ ସେଇ ପୁଣ୍ୟକୁ ତମ ପାଖରେ ରଖି ଏତିକି ଆଶୀର୍ବାଦ କାମନା କରୁଛି ଆଜି ବସତୁ ତମ ନିବାସ ନିଶ୍ଚଳ ସିନ୍ଧୁ ପୁତ୍ରୀ ପ୍ରଦଶତୁ ଭୁଜଦଣ୍ଡେ ଚଣ୍ଡିକା ବୈହନ୍ତା ମୁଖସରସି ଜନ୍ମ ମଧ୍ୟ ଭାରତୀ ଭାବ ଯୁକ୍ତ ନଷ୍ଟଳକୁ ତମ ଚେତ ଲକ୍ଷ୍ମୀ ତମ ଘରେ ବାସ କରୁ ତମ ବାହୁରେ ଦୁର୍ଗା ବାସ କରୁ କଣ୍ଠରେ ସରସ୍ୱତୀ ବାସ କରୁ ଗୋରାନନ୍ଦେ ଏକ ବାସ जगन्नाथ गोटे श्लोक गाँव 7000 वर्ष पुराना जगन्नाथ लिखिले महामुनि वाल्मीकि राम लक्ष्मण रावण को मारी सीता को धरिकी चली आसु बाबू रावण सान भाई विभीषण दौड़ी दौड़ी आसिया राम का पाद तले पड़ा कहला प्रभु आपण तो लंका कटक चली जाऊ शरण नहीं आपण पाद तले हे प्रभु लंका कटक चली गले वर्तमान ताहले मु पूजा करिबी कहा एठी रामचंद्र कहउचंदी रे विभीषण तू आराधना कर आराधय तू विभीषण तू आराधना कर कहा
ঠাকুর ନାଇଁ ଖୁଆକୁ ବଂଶର କୁଳ ଦେବତା ସେ ଜଗନ୍ନାଥ ସେ ଜଗତପତି ଭକ୍ତମାନଙ୍କର ମୋକ୍ଷ ଦାତା ସେଇ ଜଗନ୍ନାଥଙ୍କୁ ପୂଜା କରେ। ରାମଚନ୍ଦ୍ର ଯଦି ସେତେବେଳେ ଜଗନ୍ନାଥଙ୍କୁ ପୂଜା କର ବୋଲି ଭୀଷଣକୁ କହୁଛନ୍ତି ସେତେବେଳେ ତ ଜଗନ୍ନାଥ ଥିଲେ କିନ୍ତୁ ସେତେବେଳେ ତ ଆଉ ବଡ଼ ଦେଉଳ ନଥିଲା। ଯଦି ସେତେବେଳେ ବଡ଼ ଜଗନ୍ନାଥ ଥିଲେ ବଡ଼ ଦେଉଳ ତ ନଥିଲା ବଡ଼ ଦେଉଳ ନଥିଲା କିଏ ଗୌର ଖମ୍ବ ବି ନଥିଲା ଇଏ କୁଣ୍ଡିଆ ମୁଣ୍ଡିଆ ନିୟମ ବି ତାହେଲେ ନଥିଲା। ହେମର ବାବୁ ଆପଣମାନେ କହିବେ ଇନ୍ଦ୍ରଦ୍ୟୁମ୍ନ ଯେଉଁ ଦେଉଳ ତିଆରି କରିଥିଲେ ସେଇ ଦେଉଳ ଥିଲା। ବାବୁମାନେ ଇନ୍ଦ୍ରଦ୍ୟୁମ୍ନ ଗୋଟିଏ ଦେଉଳ ତିଆରି କରିନଥିଲା ଇନ୍ଦ୍ରଦ୍ୟୁମ୍ନ 8ଟା ଦେଉଳ ତିଆରି କରିଥିଲା ସବୁ ଗୁଡିଆ ଶେଷରେ ଯେଉଁ ଦେଉଳ ତିଆରି କରିଥିଲା ଇନ୍ଦ୍ରଦ୍ୟୁମ୍ନ ସେଇ ଇନ୍ଦ୍ରଦ୍ୟୁମ୍ନ ପଥରର ଦେଉଳ 20 ହାତ ଉଭା 20 ହାତ ପତା ମାତ୍ର 20 ହାତ ଉଭା 20 ହାତ ପତା ଆମ ଏ ବଡ଼ ଦେଉଳ 120 ହାତ ଉଭା 120 ହାତ ପତା ଏ ଦେଉଳ ସେ ଦେଉଳ ନୁହଁ। ତାହେଲେ ଏ ଦେଉଳ କଳିକାଳ ଏ ଦେଉଳ ଏ ଗରୁଡ଼ ଖମ୍ବକୁ ଆଣିକି କିଏ ରଖିଲା ଏତେ ଶକ୍ତି କିଏ ଦେଲା? ସଂସାରରେ ଯିଏ ଯେତେ ପାପ କରିଥାଉ ଗରୁଡ଼ ଖମ୍ବକୁ ଯାଇକି ଆଲିଙ୍ଗନ କରିଲେ ସବୁ ପାପ ଦୂରୀଭୂତ ହୋଇଗଲେ। ଆସନ୍ତୁ ଶୁଣିବା ପୁରାଣର ସେଇ ପବିତ୍ର କଥା। ପୁରସ୍କାର ପ୍ରଦାନ କରିଥିବା ବନ୍ଧୁ ବାହାଦୁର ପାତ୍ର ମହୋଦୟ ୟୁଟ୍ୟୁବ ଚ୍ୟାନେଲ ଗୋଟିଏ ଚ୍ୟାନେଲ ପାଲା ଦୁନିଆ ପାଲା ଦୁନିଆର ୟୁଟ୍ୟୁବ ଚ୍ୟାନେଲର ମାଲିକ ବାହାଦୁର ପାତ୍ର ମହୋଦୟ 7 କୋଟି ଭାରତୀୟ ମୁଦ୍ରା ଦେଇଛନ୍ତି। ଭଗବାନ ତାଙ୍କୁ ଜୀବ ଦଶାରେ 100 କୋଟି ଟଙ୍କା ପ୍ରଦାନ କରନ୍ତୁ। ନାରାୟଣଙ୍କ ଦରବାରରେ ହୋଇବ ନାହିଁ ଫକା ବୋଲ ମୁଣ୍ଡେ କଭା ବଡ଼ ଦେଉଳରେ ବାବୁ ଏ କଳି କାଳର ବଡ଼ ଦେଉଳରେ ଏ ଗରୁଡ଼ ଖମ୍ବକୁ କିଏ ଆଣିଲା? ଆମ କଥା ମାନେ ଆମ ଓଡ଼ିଆ କଥା ଆମ ସଂସ୍କୃତିର କଥା ଯେଉଁ ସଂସ୍କୃତିକୁ ଯେଉଁ ଓଡ଼ିଆ ସଂସ୍କୃତିକୁ ଯେଉଁ ଓଡ଼ିଆର ବଡ଼ ଠାକୁରଙ୍କୁ ସାରା ଜଗତ ମସ୍ତକ ନତ କରୁଛି। ଆସନ୍ତୁ ତାଙ୍କ କଥା ଶୁଣିବା। ବଡ଼ ଦେଉଳରେ ଗରୁଡ଼ ଖମ୍ବକୁ ଆଣିଲା କିଏ ରଖିଲା କିଏ ଏତେ ଶକ୍ତି ଦେଲା? ଆଗ କୁଣ୍ଡିଆ ତାପରେ ମୁଣ୍ଡିଆ ଏ ନିୟମ କୋଉଠୁ ଆସିଲା? ଏ କଥା ଜାଣିବା ପାଇଁ ବାବୁ ଗୋଟିଏ ପଦ ଗାଉଛି। ଏ ପଦର ବହି ହଉଛି କଳା କୌତୁକ। ସୁଟିଂ ଚାଲିଛି ପଛ କରି ରହୁଛି ହିତ ଜ୍ଞାନ ହେମର ସଞ୍ଜୟ ସମାଜ ବହିର ନାମ ହଉଛି କଳା କୌତୁକ। ପିଲାମାନେ କଳା କୌତୁକ ମୂଳରେ କ ଶେଷରେ କ ପଦଟି ଗାଉଛି ବାବୁ। ଏ ପଦରେ ସବୁ ଧାଡିରେ ମୂଳରେ କ ଶେଷରେ କ ଚକ୍ରଧର इंग्राजी कहूचु हम कौन जाने उड़िया नहीं जानेगा मेरे को इंग्लिश छली फेंकेगा हम क्या करेंगे होगा बस ओला को तू बोल राग चोख राम कहिबा या ब्रदरीना
ଶବ କୋଉଠି ଥିଲା ଥିଲା କୋଉଠି? ଆଣିଲା କିଏ? ଆଣିଲା କିଏ? ଏ କଥା ଜାଣିବା ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲେ ମା କହିବା ବ୍ରଜ ବିଳାସ ବ୍ରଜ ବିଳାସର ଟିକେ କଥା କହିବା କହିଲେ ବ୍ରଜ ବିଳାସର କୋଉ କଥା ବ୍ରଜ ବିଳାସ କଥା ଲେଖୁଲେ ହରିବଂଶ ମହାପୁରାଣ ହେଇଗଲା ଅଚ୍ୟୁତାନନ୍ଦ ଦାସ ହରିବଂଶ ମହାପୁରାଣ ଲେଖିଲେ ହେଇଗଲା ଏ ବ୍ରଜ ବିଳାସ କଥା ଲେଖିଲେ ଏଡ଼େ ବଡ଼ ପୁରାଣ କହିବାକୁ ମୋର ସମୟ ନାହିଁ ଆପଣ ମାନଙ୍କର ବି ଶୁଣିବାର ସମୟ ନାହିଁ ତାହେଲେ ବ୍ରଜ ବିଳାସର କୋଉ କଥା କହିବା ନା ଗୋପରେ ଜନମ ନିତ୍ୟ ନାୟକ ଜାତି ଗୋପପୁରରେ ନିତ୍ୟ ନାୟକ ମାନେ ଆସିକି ଜନ୍ମ ନେଲେ ଗୋପରେ ଯେତେ ଜନ୍ମ ନେଇଛି ସମସ୍ତେ ନିତ୍ୟ ନାୟକ କଥା ଗୁଡାକ ସବୁ ଭୁଲ କଣ ଭୁଲ ଯେତେ କଥା ଆପଣ କହିଲେ ସବୁ ଭୁଲ କଣ ଭୁଲ କଲି ଉପରେ ଜନ୍ମିଲେ ସବୁ ନାୟକ ଗୋପରେ ଯେତେ ଜନ୍ମିଛନ୍ତି ସମସ୍ତେ ନିତ୍ୟ ନାୟକ ଆଉ ସେଠି କେହି ନାୟିକା ନୁହନ୍ତି କିରେ ସବୁ ଗାଁରେ ପ୍ରତ୍ୟେକ ରାଜ୍ୟରେ ଝିଅ ପୁଅ ମିଶିକି ଜନ୍ମ ହୁଅନ୍ତି ସେଠି କଣ ଖାଲି ପୁଅ ପିଲା ଗୁଡାକ ଜନ୍ମ ହେଲେ ଝିଅ ନୁହଁ ଆପଣଙ୍କର ମୁଣ୍ଡ ଖରାପ ନା ମୁଁ କଣ ଲେଖି କିଏ ଲେଖିଲା ଉପେନ୍ଦ୍ର ଭଞ୍ଜ ସିଏ ତେଣୁ ଖାଇଦେଇଥିବେ ଉପେନ୍ଦ୍ର ଭଞ୍ଜକୁ କହୁଛି ସିଏ ବଡ ଭୁଲ ଲେଖିଲେ ଆରେ ଭୁଲ ନୁହଁ ଆଉ କଣ ଗୋପପୁରରେ ଯେତେ ଜନ୍ମିଛନ୍ତି ସମସ୍ତେ ନାୟକ ଇଏ ଗୋପପୁରରେ ଯୋଉ ଝିଅ ପିଲା ଗୁଡାକ ଅଛି ଗୋପ ଯୁବତୀ ଅଛି ଗୋପାଳନୀ ମାନେ ଅଛି ଏମାନେ ନାୟିକା ନୁହନ୍ତି ଏମାନେ ନାୟକ ପ୍ରମାଣ ପ୍ରମାଣ କଣ ଉପେନ୍ଦ୍ର ଭଞ୍ଜ ବୈଦେହୀ ସମୟ ଆସିଲା କହିଲେ ବିହନ ବିହନ ଦଣ୍ଡକାର ରାମ ଲକ୍ଷ୍ମଣ ସୀତା ଦଣ୍ଡକାର ମାରୁଛି ମୁନି ଋଷି ମାନେ ଦେଖିଲେ ମୁନି ଋଷି ମାନଙ୍କର ବିଭ୍ରମ ଆସିବ ରାମକୁ ଦେଖିକି ମୁଣ୍ଡ ବାଉଳା ହେଇଗଲା କହିଲେ ଭାଇ ମାନେ ଏଇ ସେଇ ଯାହାଙ୍କୁ ଆମେ ତପସ୍ୟା କରୁଥିଲେ ଏଇ ସେଇ ପରମାତ୍ମା ପରମେଶ୍ୱର ଆସିଲେ ଚାଲ ତାଙ୍କୁ ପାଇବା କଣ ଏମିତି ପାଇବା ତାଙ୍କ ପାଖରେ ଯୋଉ ଝିଅଟା ଅଛି ସେ ପ୍ରଭୁଙ୍କୁ ସବୁବେଳେ ପାଉଛି ସିଏ ପାଇପାରିବେ କାହିଁକି ପାଉଛି ସେ ଝିଅଟିଏ ବୋଲି ପାଉଛି ଆସ ଆମେ ସମସ୍ତେ ଝିଅ ଆମେ ସମସ୍ତେ ନାରୀ ହେବାକୁ ଇଏ ମୋର ବାବୁ ମାନେ ମୁନି ଋଷି ମାନେ ନାରୀ ବେଶକୁ ଧାରଣ କରି ଆଚ୍ଛା ଭାଇ ଆମକୁ ନାରୀ ନହେଲେ ତାକୁ ଆମେ ଭେଟ କରିପାରିବା ନାହିଁ ଦୁର୍ଗା ଚିତ୍ରାଳୟକୁ ଯାଇକି ସଜ ଆଣିବାକୁ ଏ କୁନି ଝିଅ ମାନେ କୁନି ପୁଅ ମାନେ ବସୁଛ ତମ ଗାଁ ବାବୁସାନ ଆସିଲା ବାବୁସାନକୁ ଏ ଗାଁର ପିଲାମାନେ ଦେଖିଲେ ଭାରି ସୁନ୍ଦର ପିଲାଟା ବାବୁସାନକୁ ଦେଖିକି ଏ ଗାଁର ପିଲାମାନେ ଯଦି କହିବେ ବାବୁସାନ ଆମ ବଡ ହୁଅନ୍ତା ବାବୁସାନ ହିରୋ ଆମେ ଯଦି ହିରୋ ନେଇଯାଆନ୍ତେ ତାହେଲେ ତମେ ମାନେ ନିଶ୍ଚିତ କହିବ ଏ ଗାଁ ପିଲା ଗୁଡାକ ସବୁ ବାଉଳା ସବୁ ପାଗଳ ମୁନି ଋଷି ମାନେ ସେମାନେ ପୁରୁଷ ରାମ ପୁରୁଷ ଏ ପୁରୁଷଟାଙ୍କୁ ଦେଖିକି ଏ ନାରୀ ହେଇକି ତାଙ୍କୁ ପାଇବେ ବୋଲି ନାରୀ ବେଶ ହେଲେ ଏ ମୁନି ଋଷି ଗୁଡାକ ବାଉଳା ନୁହନ୍ତି ନାଇଁ ନାଇଁ ବାବୁ ଗୋଟିଏ ଶ୍ଲୋକ ଗାଇବି ଗୋଟିଏ ପଦ ଗାଇବି ଏ ମୋର ସଜ୍ଜନ ଏ ମୁନି ଋଷି ମାନେ ନାରୀ ବେଶ ହେଲେ କାହିଁକି ହେଲେ ଆତ୍ମାକୁ ଅଧିକାସ୍ତସ୍ୟ ଜୀବନଟା আমাদের হয় তুমি ঝিଅ মানে পুଅ মানে ମୋର ଯୋଉ ଅଛି ତମ ମାନଙ୍କର ଯୋଉ ଅଛି ଏ ଜୀବନଟା ହଉଛି ରାଧା ଭଗବାନ ହଉଛନ୍ତି ପରମ କୃଷ୍ଣ ଏ ଜୀବନଟା ଧରିଛି ଏ ପିଣ୍ଡକୁ ଯେତେବେଳେ ଆମେ ବିଚାର କରିଦେବା ଏ ପିଣ୍ଡଟା ରାଧା ବୋଲି ସେତେବେଳେ କୃଷ୍ଣକୁ ପାଇବା ଅଭିରାମ ପରମହଂସ ଦେଖିଲେ ଗୋଟିଏ ପଦ ରାଧା ପିୟା ସୁଧା
আরে শুনলে ঘর ঘুরে ঘুরবে গাড়ি পাল্লা রসগোল্লা পারবে কেটে কেটে কথা লেখি শান্তি তোমার বাবু মান মা মানে ঝিও মানে ভুল মান